ଆଜିର ଏପିସୋଡ଼ରେ ଆପଣମାନେ ଦେଖିବାକୁ ପାଇବେ ମହେନ୍ଦ୍ର ବାବୁ ଚିତ୍କାର କରି କହିବେ, ତ୍ରିନାଲି ତ୍ରିନାଲି ତୁ କୋଉଠି ଅଛୁ? ଶୀଘ୍ର ତଳକୁ ଆସେ। ତାପରେ ତ୍ରିନାଲି ଦୌଡ଼ି ଆସି ତଳକୁ ପଚାରିବେ, କ'ଣ ହେଇଛି ବାପା? କ'ଣ ହେଇଛି ମୋତେ ଡାକୁଛନ୍ତି? ତାପରେ ମହେନ୍ଦ୍ର ବାବୁ ରାଗିଯାଇ କହିବେ, ତୁ କ'ଣ କରିଛୁ? କ'ଣ କରୁଛୁ ତୁ? ଏ କଣ୍ଟ୍ରାକ୍ଟ ପେପରରେ ତୁ ସାଇନ୍ କରିଦେଇଛୁ? ତାପରେ ତ୍ରିନାଲି ଏବଂ ସମସ୍ତେ ଘର ଲୋକ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ କ'ଣ ଘଟଣା ହେଇଛି? ସେଇପଟେ ଭବାନୀ ଦେବୀ ହସୁଥିବେ ଆଉ ତ୍ରିନାଲି ବୁଝିଯିବେ ସବୁ ଭବାନୀ ଦେବୀଙ୍କ ଚକ୍ରାନ୍ତ ହେଇଥିବ ବୋଲି। ତ୍ରିନାଲି କହିବେ, ନା ବାପା ମୁଁ ଏଥିରେ କିଛି ସାଇନ୍ କରିନି। ତାପରେ ମହେନ୍ଦ୍ର ବାବୁ କହିବେ, ହଁ ତୁ କରିଛୁ। ଯଦି ମୁଁ ପେପର ଚେକ୍ କରିନଥାନ୍ତି ତାହେଲେ ତ କିଛି ତ ଜଣା ପଡ଼ିନଥାନ୍ତା। ମହେନ୍ଦ୍ର ବାବୁ କହିବେ, ତ୍ରିନାଲି ତୋତେ ଯଦି ଟଙ୍କା ଦରକାର ଥିଲା, ଆମ କମ୍ପାନୀର ସେୟାର ଦରକାର ଥିଲା, ମୋତେ କହିଲୁନି କ'ଣ ପାଇଁ? ମୁଁ ତୋ ନାଁରେ ସବୁ ସମ୍ପତ୍ତି ଲେଖି ଦେଇଥାନ୍ତି। ଏମିତି ଚୋରଙ୍କ ଭଳିଆ କାମ କରିବା ତୋତେ କ'ଣ ଦରକାର ଥିଲା? ତାପରେ ତ୍ରିନାଲି କହିବେ, ନାହିଁ ବାପା ମୁଁ କୌଣସି ପେପରରେ ସାଇନ୍ କରିନି। ତାପରେ ମହେନ୍ଦ୍ର ବାବୁ କହିବେ, ତୁ କରିନୁ? ତୁ ଯଦି କରିନୁ ଏଥିରେ କିଏ ସାଇନ୍ କରିଛି ଦେଖେ। କାହା ସାଇନ୍ ଏଇଟା? କିଏ କରିଛି ଏଥିରେ ସାଇନ୍? ତାପରେ ତ୍ରିନାଲି କହିବେ, ହଁ ଇଏ ତ ମୋ ସାଇନ୍, ହେଲେ ମୁଁ ତ ଏଥିରେ କରିନି। ତାପରେ ତେଜସ୍ କହିବେ, ବାପା ଆପଣ ତ୍ରିନାଲିଙ୍କ ଉପରେ ରାଗନି। ଆକ୍ଚୁଆଲି ବାପା ପେପରରେ ମୁଁ ହିଁ ତାଙ୍କୁ କହିକି ସାଇନ୍ କରେଇଛି। ମୁଁ ଚାହୁଁଥିଲି ତାଙ୍କୁ ଆମ କମ୍ପାନୀର କିଛି ଷ୍ଟେ ହଉ, ବାସ୍ 1% ଷ୍ଟେ ବାପା, ବାସ୍ ଆଉ କିଛି ନୁହଁ। ବାପା ଆପଣ ବ୍ୟସ୍ତ ହୁଅନ୍ତୁନି। ତ୍ରିନାଲି ତମେ ମୋ ସହିତ ଉପରକୁ ଚାଲ ରୁମ୍କୁ। ତାପରେ ଦୁହେଁ ରୁମ୍କୁ ଚାଲିଯିବେ। ତେଜସ୍ କହିବେ, ତମେ ସେ ପେପର କେବେ ସାଇନ୍ କରିଥିଲ? ତ୍ରିନାଲି ସତ କୁହ, ତମେ ସେ ପେପର କେବେ ସାଇନ୍ କରିଥିଲ? ମୁଁ ଯେବେ ବି ଚାହୁଁଛି ଆମ ଭିତରେ ସବୁ ଠିକ୍ ହେଇଯାଉ, ତାପରେ ତମେ ତମ ନିଜ ଅସଲ ରୂପ ଦେଖାଇ ଦେଉଛ। ମୁଁ ବୁଝିଯାଉଛି ତମେ କେବଳ ଟଙ୍କା ଲୋଭରେ ମୋତେ ବାହା ହେଇଛ। ତ୍ରିନାଲି କହିବେ, ନା ମୁଁ ସେ ପେପରରେ ସାଇନ୍ କରିନି। ମୁଁ ଜାଣିନି ସେ ପେପରରେ କେମିତି ସାଇନ୍ ହେଇଗଲା, ମୁଁ ବୁଝିପାରୁନି। ତାପରେ ଭବାନୀ ଦେବୀ ଆସି କହିବେ, ଟିକେ ଭଲ ପାଇବା ପାଇଁ ଚେଷ୍ଟା କରୁଥିଲା, ହେଲେ ସାଙ୍ଗେ ସାଙ୍ଗେ ତାର ସ୍ୱପ୍ନ ଭାଙ୍ଗିଗଲା। ସେ ଏବେ କ'ଣ କରିବ କହି ଭବାନୀ ଦେବୀ ତାକୁ ଦାନା ମାରୁଥିବେ। ଆଉ କେମିତି ସେ କଣ୍ଟ୍ରାକ୍ଟ ପେପରରେ ସାଇନ୍ କରିଲେ ସେ ବିଷୟରେ ତାକୁ କହିବେ। ଦର୍ଶକ ବନ୍ଧୁ ଆପଣମାନେ କ'ଣ ଭାବୁଛନ୍ତି? ତେଜସ୍ ଏବଂ ତ୍ରିନାଲିଠୁ କ'ଣ ଅଲଗା କରାଇ ପାରିବେ ଭବାନୀ ଦେବୀ? କମେଣ୍ଟ ମାଧ୍ୟମରେ ଆମକୁ ନିଶ୍ଚୟ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଛି ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ।